ନାଇଁ ଆମେ ତାକୁ ଗୋଟେ କଣ୍ଟ୍ରୋଲ କୁ ଆଣିଛୁ। ପିଆଜ 40 ଉପରକୁ ଯାଉନାହିଁ, ଆଳୁ ବି ସେ 30-35 ଭିତରେ ଅଛି। ତାର କାରଣ ହଉଛି ନାସିକ ଆଉ ଆନ୍ଧ୍ରରୁ ଆମର ପିଆଜ ଆସୁଛି, ଆଳୁ ୱେଷ୍ଟବେଙ୍ଗଲରୁ ଆସୁଛି, ତ ସେଠି ରେଟ୍ ଅଧିକା ଅଛି। ଆମେ ସବୁ ସର୍ଚ୍ଚ କଲୁଣି, ପ୍ରତ୍ୟେକ ଗୋଦାମ ବି ସର୍ଚ୍ଚ କରୁଛୁ, ତାଙ୍କଠୁ ମଧ୍ୟ ବିଲ୍ ତାଙ୍କର ଦେଖୁଛୁ, କିଣା ବିଲ୍ ସେମାନେ ଦେଖାଉଛନ୍ତି। ତ ତାଙ୍କର ଟ୍ରାନ୍ସପୋର୍ଟେସନ ଆଉ ତାଙ୍କ ଲାଭ ମିଶେଇଲେ ଠିକ 40 ପର୍ଯ୍ୟନ୍ତ ଆସୁଛି, କିନ୍ତୁ ତାକୁ ବଢିନାହିଁ, ମାନେ ଆଉ କଣ୍ଟ୍ରୋଲ ଭିତରେ ଅଛି। ନିଶ୍ଚିତ ରେଟ୍ ହବ ଯଦି ଖୁଚୁରା ବେପାରୀ ବହୁତ ଲାଭ ଆଶାରେ ସେମାନେ କାମ କରିବେ, ତାଙ୍କ ଉପରେ ରେଟ୍ ହବ। ମୁଁ କହିଦେଇଛି, ଆଜି ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ମୁଁ ଉପରେ ନିର୍ଦ୍ଦେଶ ଦେବି। ପ୍ରକୃତରେ ତାଙ୍କ ନିୟମ ହଉଛି ଟ୍ରାନ୍ସପୋର୍ଟେସନ ମିଶେଇ ସାରିଲା ପରେ ତାଙ୍କର କିଣା ରେଟ୍ ଟ୍ରାନ୍ସପୋର୍ଟେସନ ଜମା 4-5 ଟଙ୍କା ଲାଭ ସେ ରଖିପାରିବେ ଖୁଚୁରା ବେପାରୀ। ଆମ ସରକାର କୋଲ୍ଡ ଷ୍ଟୋର କରିବା ପାଇଁ ବଦ୍ଧପରିକର। ଆମେ ମାନିଫେଷ୍ଟୋରେ ମଧ୍ୟ କହିଛୁ କୋଲ୍ଡ ଷ୍ଟୋର ପ୍ରତ୍ୟେକ ବ୍ଲକରେ ଗୋଟେ ଗୋଟେ ହବ। ସେ ଦିଗରେ ମଧ୍ୟ ଆମର ଚର୍ଚ୍ଚା ଆଲୋଚନା ଚାଲିଛି। ପ୍ରତ୍ୟେକ ବ୍ଲକରେ ଆମେ ଗୋଟେ ଗୋଟେ କୋଲ୍ଡ ଷ୍ଟୋର କରିବୁ। ସେଟା କୃଷି ବିଭାଗ ଅଣ୍ଡରରେ ଆସୁଛି। ଆମେ ବସିବୁ, ମାନ୍ୟବର ମାନେ ସିଏମ୍ ଚାହୁଁଛନ୍ତି କୋଲ୍ଡ ଷ୍ଟୋର ହବ। ମୋର ସହଯୋଗ ପୁରା ଅଛି। ଆମର କ୍ୟାବିନେଟରେ ବସିକିରି ଏଟାକୁ ଆମେ ନିଶ୍ଚିତ ଭାବରେ ନୀତି ନିର୍ଦ୍ଧାରଣ କରିବୁ। ପ୍ରତ୍ୟେକ ବ୍ଲକରେ ଗୋଟେ ଗୋଟେ କୋଲ୍ଡ ଷ୍ଟୋର କରିବା।